ओम नमो भगवते वासुदेवाय। नारायण नमस्कृतं नरं चैव नरोत्तमं देवीं सरस्वती व्यासं ततो जयमुदीरयते। मूकं करोति वाचालं पङ्गुलयति जकृवातमहं वन्दे परमानन्दमाधवम्। तृतीय स्कंद प्रथमोध्याय। श्री शुक उवाच शनक आदि मुनिजने आनंद सूत सन्निधाने विदुर कथा मन चिंती विश्वास भावे पचारन्ति। हे सुत तुम्भर वचन सुनि संतोष मन से कुरु विदुर वाणी आम्भे तुमर मुख शुणी रुदु छाड़िबो भव्यथा विशेष कह तार कथा सर्व संपद छाड़ने किंपा पशिला दुख मने अनेक तीर्थे देवन पृथ्वी कला पर्यटन मैत्रेय मुनि संगरे कांते आधा तुम विचार कहीं वा नदी तीरे वने सानंदे बसी सर्वजने संतोषे विदुर रागे मैत्रेय मुनि अनुमार्गे मोइले बदरिकाश्रमे मैत्रेय मुनि अनुमाने कहिले तत्वसारवाणी जेणु संसारु तरे प्राणी से कथा कह मुनि वर विदुर विचेष्टित सार से पुणी बंधु त्याग अर्थे पुणी मिलिलेन्द्र प्रस्थे मंत मुनि करवाणी सुत संतोष मने शुणी कहन्ति सनकादि आगे कृष्णर भाव अनुरागे सुन हे मुनि जन तो से कथा सुख मुनि पासे आनंदे अभिमन्यु सुत पुछिला मुनि ग्रत से सुख कहिले जेमंते से कथा सुन एक चिते से सुख वाच सुख कहन्ति भावरी सुन परीक्ष दंडधारी से धूर्त राष्ट्र जेते बेले निष्ठुर हीन बुद्धि हेले अधर्मे धन से संचयी निज सुत को भोग देई पंडु सुत को देखि भिन्ने निंदई निष्ठुर वचने बालके पितृहीन होई मातार संगे दुख सई हस्तिनापुरे तांकर वंचन्ति अति अभे अभे भारे ताहांक मरण इच्छई भीम को विष लडू देई जतुर घरे अग्नि देला से बेले गोविंद देखिला पुणी सभार तले आनी पंच पांडवक रावणी केशवा कर्षी बाहुबले विवस्त्र कले सभा तले कुंच कुकुम्ब लुहबरे अधोवदन अनुसारे बधुर दुख से शुणिला पुत्र कुमारी न पारिला माया कपटे सभा करी द्वित खेलाई धन हरि बड़े हरिले तांक देश कानने ददसे वरस अज्ञाते अधिक वरसे विराट देशमश्च देशे तहि वंचिले दुख सुखे बनेक क्षण अतिरेक पुणी मिलिले राज्य आसी विश्वासे राजा पासे बसी जीवन अर्थे किछि धन मागिले न देलागा जन शुणी कृष्ण को करी दूत ग्राम मागिले पंडुसुत कृष्णर बोल से न कला सूची अग्रे से न देला कृष्ण को कला अपमान लोभे होइला हत ज्ञान विदुर आणी एही घरे विचार कला अंतपुरे पांडवे मारी नाना व्याजे राजा होइबी सर्वराजे शुणी विदुर कर जोड़ी बोलोई राजा पदे पड़ी तुताकु अर्ध राज्य देई पुत्रंक तुले भुंजमही नहिले सुख नाही तार नहिले सुख नहीं तोर से विष्णु तेजे बलियार
ସେ ହରି ତାକୁ ସଙ୍ଗେ ଘେନି ଉଶ୍ୱାସ କରିବେ ବେଦିନୀ। ସେ ଥାଇ ତାର ନିଜ ପୁରେ ପାଣ୍ଡବ ବଂଶ ପକ୍ଷ ଧରେ। ସେ କୃଷ୍ଣ ଆସି ତୋର ଘରେ ବସିଲା ବାନ୍ଧବ ବେଭାରେ। ତାକୁଇ ତର ପ୍ରାୟ ମଣୁ ମନୁଷ୍ୟ ସଙ୍ଗେ ପରିଗଣୁ। ହେମନ୍ତ ବିଦୁରର ବାଣୀ ସମ୍ଭ୍ରମେ ଦୁର୍ଯ୍ୟୋଧନ ଶୁଣି। ସଙ୍ଗେ ଅଛନ୍ତି ତିନି ଜଣ କର୍ଣ୍ଣ ଶକୁନି ଦୁଶାସନ। ବୋଲଇ କୃପିତ ଧରେ ଆକର୍ଷି ଦୁଶାସନ କରେ। ଏ ଦାସୀ ପୁତ୍ର ମୋର ଘରେ ବସଇ ବାନ୍ଧବ ବେଭାରେ। ଏ ମୋର ନିତ୍ୟ ଅନ୍ନ ଖାଇ ପଣ୍ଡୁ ସୁତଙ୍କ ହିତେ ଥାଇ। କୃଷ୍ଣକୁ ଘେନି ଭାଳେ ନିତେ ମୋର ବିନାଶ ଘେନିଚିତେ। ହେମନ୍ତ ବୋଲି ବିଚାରିଲା କୋପେ ଅନେକ ଗାଳି ଦେଲା। ଦଶନେ କାମୁଡ଼ି ଅଧର ବୋଲେ ଭଣ୍ଡାରୁ ଦୂର କର। ଏହାକୁ ଦଣ୍ଡେ ନଥୁଅ ରାଜୁ ବାହାର କରିଦିଅ। ହେମନ୍ତ ତାର ବାକ୍ୟ ଶୁଣି ବଜ୍ର ପଡ଼ିଲା ପ୍ରାଣମଣି। ହେମନ୍ତ ନିଷ୍ଠୁର ବଚନ ଶୁଣି ବୋଇଲା ହତଜ୍ଞାନ। ଜ୍ୟେଷ୍ଠ ଭ୍ରାତାର ତୁଲେ ଥିଲା। ଯା ରାଜା ହିଁ ଆଶ୍ୱାସନ କଲା। ତକ୍ଷଣେ ଉଠି ସେ ବିଦୁର ଚିତେ ଚିନ୍ତଇ ଚକ୍ରଧର। ବିଷ୍ଣୁର ମାୟା ବିଚାରିଲା ତକ୍ଷଣେ ବନସ୍ତେ ପ୍ରବିଶିଲା। ସମ୍ପଦ ତୁଚ୍ଛ ପ୍ରାୟ ମଣି ମନେ ଚିନ୍ତଇ ଚକ୍ର ପାଣି। ହସ୍ତିନା ନଗରୁ ବାହାର ତୀର୍ଥ ଗମନେ ସେ ବିଦୁର। ମିଳିଲା ଯାଇ ଘୋର ବନେ ଭ୍ରମଇରୁ ସେ ବିପ୍ରସ୍ଥାନେ। ମନେ ଚିନ୍ତଇ ତୀର୍ଥ ଗତି ହରି ଭକତେ ଜହିତାନ୍ତି। ନିରାଶ କରି ଆତ୍ମମନ ଗ୍ରାମ ପାଟଣା ଉପବନ। ସୁବର୍ଣ୍ଣଗିରି କଞ୍ଚ ଦେଶେ ଭ୍ରମଇ ତୀର୍ଥ ପୁଣ୍ୟବାସେ। ପୁଣ୍ୟ ସରିତ ପୁଣ୍ୟସର ନିରତେ ଭ୍ରମଇ ବିଦୁର। ଅନନ୍ତ ସିଦ୍ଧ ଲିଙ୍ଗ ଜହିଁ ସୁଧ ପବିତ୍ର ପୁଣ୍ୟମୟୀ। ହେମନ୍ତେ ରକ୍ଷିତ ବେଶ ଧର୍ମ ନାହିଁ ପୁଣ୍ୟ ଦେଶ। ହରି ତୋଷଣେ ଯେତେ ବ୍ରତ ତପେ ତୋଷଇ ଅବିରତ। ହେମନ୍ତେ ଭାରତ ବରସେ କାଳେ ମିଳିଲେ ସେ ପ୍ରବାସେ। ତହିଁ ଶୁଣିଲା ସାଧୁବାଣୀ ଅଶେଷ କୁରୁବଳ ଜିଣି। କୃଷ୍ଣ ସାରଥି ପଣି ଆଣି ଅନେକ ଖହିଣ ଜିଣି। ଗୋବିନ୍ଦ ଘେନି ତୀର୍ଥ ଜଳେ ମଙ୍ଗଳ ଶୋଭନୁକୂଳେ। କରାଇ ଅଭିଷେକ ପୂଜା କଲେ କାନ୍ତ ଚକ୍ରେ ରାଜା। ସର୍ବେ ନାସିଲେ କୁରୁବଳେ ଯଶ ନେବେଣୁ ଦାବାନଳେ। ଦଗ୍ଧ ବଦନେ ଶୋକ କରି ସୃଜନ ବନ୍ଧୁ କୁସୁମରି। ମୌନ ହୋଇ ଅଶ୍ରୁ କଣ୍ଠେ ମିଳିଲେ ସରସ୍ୱତୀ ତୀର୍ଥେ। ଯାହାର ତୀର୍ଥେ ଏକାଦଶେ ତୀର୍ଥେ ସେବନ୍ତି ପୁଣ୍ୟ ଦେଶେ। ତୀର୍ଥେ ପ୍ରସନ୍ନ ଅନୁଜାନ କୌରବ ନଳ ପବନ। ସୁବାସ ଗର୍ଭହୃତ ଯମ ହେମନ୍ତେ ଏକାଦଶ ନାମ। ଏତେ ମନ୍ଦିର ବିଷ୍ଣୁ ଅର୍ଥେ ତୀରେ ସେବନ୍ତି ଜିଜାମତେ। ଏ ଆଦି ବ୍ରହ୍ମ କ୍ଷେତ୍ରୀ ଯେତେ ତୀର୍ଥ ସଞ୍ଜିଲେ ଦୃଢ଼ ଚିତେ। ପ୍ରତ୍ୟଙ୍ଗ ମୁଖେ ନିଜେ ତାର ଦିଶନ୍ତି ଅତି ମନୋହର। ସେ ପୁର ଦର୍ଶନ ମାତ୍ରେ ବିଷ୍ଣୁ ସ୍ମରଣେ ପଶେ ଗାତ୍ରେ। ହେମନ୍ତେ ସରସ୍ୱତୀ ତୀର୍ଥ ଦେଖି ବିଦୁର କୃତ। ତହୁଁ ଚଳିଲା ତୋଷ ମନେ ସ୍ୱରାଷ୍ଟ୍ରେ ସବୀର ଭନେ। କୁରୁ ଜାଘଳ ମତ୍ସ୍ୟଦେଶ ଜିଣି ଅନୁ ଯମୁନାରେ ପ୍ରବେଶ।
କାଳନ୍ଦୀ ତୀରେ ବୃନ୍ଦାବନ ଯହିଁ ବିଜୟ ଗୋବର୍ଦ୍ଧନ ସେବନେ ବୋଲି ଏକେ ଏକେ ନିଶ୍ଚଳେ ଉଦ୍ଧବକୁ ଦେଖେ ହର ଭକତଙ୍କର ସାର ତପ ଆରଧି ମହାଘୋର ଆସନ ନିଶ୍ଚଳ ସମାଧି କୃଷ୍ଣର ଚରଣ ଆରଧି ଏକାନ୍ତେ ଅଛି ବୃକ୍ଷ ତଳେ ବିଦୁର ଦେଖିବେନି ଡୋଳେ ସେ ବାସୁଦେବ ଅନୁଚର କିଏ ବା ଦେବା ପଟାନ୍ତର ଦେବଗୁରୁଙ୍କ ପୁତ୍ର ପ୍ରାୟ ସ୍ୱଭାବେ ଶାନ୍ତ ବୁଦ୍ଧି ବହେ ଏମନ୍ତେ ମିଳିବେନି ଜନ ନିବିଡ଼େ କରିଆ ଲିଙ୍ଗନ ବିଦୁର ଉଦ୍ଧବକୁ ଚାହିଁ ବନ୍ଧୁ ବାନ୍ଧବ ସ୍ନେହ ବହି ଲୋମହର ସେ ସୁଧ ଚେତା କୃଷ୍ଣର ପୁଛନ୍ତି ବାରତା କୃଷ୍ଣ ପୁତ୍ରକୁ ଆଦି କରି କୃଷ୍ଣ ପୁତ୍ରକୁ ଆଦି କରି ଏଙ୍କୁ ଅନେକ ନାମ ଧରି ଶୁଣ ଉଦ୍ଧବ ମୋ ବଚନ ମୁଁ ଯେ ପୁଛଇ ବିଦ୍ୱଜନ ସେ ହରି ପୁରୁଷ ପୁରାଣ ଅନାଦି ପରମ କାରଣ ଧରଣୀ ଭାରା ନାଶ ଅର୍ଥେ ମନୁଷ୍ୟ ଦେହ ଏ ଜଗତେ ରାମ ଗୋବିନ୍ଦ ହଳଧାରୀ ଯାଦବ ବଂଶେ ଅବତରୀ ଅଛନ୍ତି ବସୁଦେବ ଘରେ ଆନନ୍ଦେନି ସହୋଦୟେ ଆମ୍ଭ ବଂଶର ଅଧିଦେବ ଦେବକୀ ତୁଲେ ବସୁଦେବ ସୁଖେ କି ଅଛି ନିଜ ଘରେ ବନ୍ଧୁ ସୁହୃଦ ଭାବ ଭରେ ପ୍ରଦ୍ୟୁମ୍ନ ଅଛନ୍ତି ନା ଭଲେ ଆନନ୍ଦେ ଜନନୀର ତୁଲେ ରୁକ୍ମିଣୀ ପୂର୍ବ ତପ ଫଳେ ପ୍ରଦ୍ୟୁମ୍ନ ପୁତ୍ର କଲା କୋଳେ ଭୋଜାଦି ସାତ ବଂଶ ରାଜା ଗୋବିନ୍ଦ ତାଙ୍କୁ କଲେ ପୂଜା ଛାଡ଼ି ଆପଣା କୃପାସନ ରାଜ୍ୟ ସ୍ଥାପିତ ଉଗ୍ରେସନ ଭଲେ କିଏ ଜାମ୍ବବତୀ ସୁତ ସେ ରଥି ମଧ୍ୟ ମହାରଥୀ କ୍ଷମେ କିଛନ୍ତି ଯଦୁମାନେ ତେଣୁ କୃଷ୍ଣକୁ ଆରାଧିଲା ସଫଳା ଯଦୁସୁତ ତାର ସୁକେ କିଏ ଅଛଇ ଅର୍କୁର କଂସ ଆଦେଶ ଗୋପପୁରେ ଲଭିଲା କୃଷ୍ଣ ବେଣୁ ଅଶେଷ ରଥି ମହାଯୋଧା ଭଲେ କି ଅଛି ଅନିରୁଦ୍ଧା ଯାର ମହିମା ଶବ୍ଦ ଯୋନି ତୁରୀୟ ତତ୍ତ୍ୱ ସଙ୍ଗେ ଘେନି ସତ୍ୟଭାମାର ପୁତ୍ର ଯେତେ ଭଲେ କି ଅଛନ୍ତି ସମସ୍ତେ ପ୍ରଦ୍ୟୁମ୍ନ କହ ଭଲ କଥା ସେ ଭୀଷ୍ମ ଅତି ବଳବନ୍ତା ଯାର ଚରଣାଘାତ କବେ ପଶେ ଶରଣ ଭୂମି ତାପେ ଅର୍ଜୁନ ଛିଟି କି ଭଲେ ନିରତେ ଗୋବିନ୍ଦର ତୁଲେ ଗାଣ୍ଡିବ ଧନୁ ଧରି କରେ ରଣେ ଶୋଷିତ ଶ୍ଳୋଧାରେ ରଣେ ଶୋଷିଲେ ଶ୍ଳୋଧାରେ ନକୁଳ ସେ ଦେବ ବାଣୀ କୃଶଳ କଲ ପରିଆଣି ଅଶ୍ୱିନୀ ନାସିକା ବିବରେ ଜନ୍ମ ହୋଇଲା ଏକାଶରେ କିଏ କହେ ତାଙ୍କ ଗୁଣଗ୍ରାମ ଦେଖ ଏ କୁନ୍ତି ଗର୍ଭର୍ଥେ ସ୍ୱାମୀକୁ ଚିନ୍ତେ ଅବିରତେ ଯେ ସ୍ୱାମୀ ବିନୁ ସୁତ ଲୋଭେ ଜାନାମ ଚୌଦିଗ ଭାବେ ତାକୁ ଛାଡ଼ି ଭୋଗ ବିନେ ରହିଲା ପୁତ୍ର ସ୍ନେହ ଯେ କୃଷ୍ଣ ପରମ ମଙ୍ଗଳ ଆନନ୍ଦ ମାନଙ୍କର ମୂଳ ତାର ଚରଣେ ସେବା କରି ମୁଁ ଏବେ କାନନେ ବିହରି ଦେଖ ଉଦ୍ଧବ ତାହା ମହିମା କହି ନପାରେ ଗୁଣସୀମା ଏ ଯେତେ ଥିଲା ମହି ତଳେ ଅନେକ ଖହିଣ ମିଳେ
ତାହାକୁ ମାୟାରେ ସଂସାରୀ ହେଳେ ତ୍ରିଭୁବନ ଉଦ୍ଧାରୀ। ସେ ହରି ଶୁଭ କଥା ମୋତେ କହ ଉଦ୍ଧବ ସୁଦଚିତେ। ଏମନ୍ତେ ବିଦୁରର ବାଣୀ ଉଦ୍ଧବ ମନେ ପରିମାଣି। ଚିତେ ଚିତିଲା ନାରାୟଣ ସୁଜନେ ଏକ ମନେ ଶୁଣ। ହରିଚରିତ ସୁଦାରସ ସେ ହରି ଶୁଭ କଥା ମୋତେ କହ ଉଦ୍ଧବ ସୁଦଚିତେ। ମନ୍ତେ ବିଦୁରର ବାଣୀ ଉଦ୍ଧବ ମନେ ପରିମାଣି। ଚିନ୍ତେ ଚିତିଲା ନାରାୟଣ ସୁଜନେ ଏକ ମନେ ଶୁଣ। ହରିଚରିତ ସୁଦାରସ କହିଲେ ଜଗନ୍ନାଥ ଦାସ। इति श्री महाभागवते महापुराणे परमहंस संहितां वैशाख्यं तृतीय स्कन्धे विदुर उद्धव संबोधे नाम प्रथमोऽध्याय।